ସେଇ ଈଶ୍ୱର ଆସିଛନ୍ତି ଧରା ପୃଷ୍ଠର କରିବା ପାଇଁ ସାରା ସଂସାରର ଉଦ୍ଧାର। ଆଜି ଆମେ ସମସ୍ତେ ଖୁସି ହବା, ଯେଉଁ ଈଶ୍ୱରଙ୍କୁ ଆଜି ଆମେ ଡାକୁଛେ, ପୂଜା କରୁଛେ, ପ୍ରାର୍ଥନା କରୁଛେ, କେବଳ ହିଁ ଡାକୁଛେ ଦୟା ଦେନା ଦେନା ଦଇତା। ବ୍ରହ୍ମା କୁମାର ମିହିର ଗତ 40 ବର୍ଷ ହେଲା এই ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଯାହାକି ଆନ୍ତର୍ଜାତିକ ସ୍ତରରେ ଏକ ଆଧ୍ୟାତ୍ମିକ, ବେସରକାରୀ ଏବଂ ନିଃଶୁଳ୍କ ଶିକ୍ଷାଦାନ କେନ୍ଦ୍ର। ମୁଁ ଈଶ୍ୱର ଏବଂ ସୃଷ୍ଟିର ରହସ୍ୟ କଣ ଏବଂ ମଣିଷ ଜୀବନରେ ପ୍ରକୃତ ସୁଖ ଏବଂ ସ୍ଥାୟୀ ସୁଖ ଶାନ୍ତି କେମିତି ମିଳିବ, ଭଲେ ଆମେ ଗରିବ କିନ୍ତୁ ଘର ଗୃହସ୍ଥରେ କେମିତି ଶାନ୍ତିରେ ରହିବା, ଖୁସିରେ ରହିବା, ମିଳିମିଶି ରହିବା, ସେଇ ବାବଦରେ ସହଜ ସରଳ ବୋଧଗମ୍ୟ ଶୈଳୀରେ ପ୍ରାଞ୍ଜଳ ଭାବରେ ଶିକ୍ଷା ପ୍ରଦାନ କରାଯାଏ। ଏହା ଏଇଥିପାଇଁ ସମ୍ଭବ କାରଣ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସମଗ୍ର ପୃଥିବୀରେ ଏକ ସ୍ୱତନ୍ତ୍ର ଅନୁଷ୍ଠାନ। ଏହି ଅନୁଷ୍ଠାନରେ ପଢୁଛନ୍ତି ନିଜେ ଈଶ୍ୱର, ଦେହଧାରୀ ନୁହନ୍ତି ନିରାକାର। ଏବଂ ଆଗରୁ ଭାଗବତରେ ଶୁଣୁଛେ ଶୂନ୍ୟ ଶୂନ୍ୟ ମହାଶୂନ୍ୟ ଶୂନ୍ୟ ମଧ୍ୟରେ ନିରଞ୍ଜନ ରଞ୍ଜନ ମଧ୍ୟରେ ଜ୍ୟୋତି ସଜ୍ୟୋତି ଭଗବାନ। ବାସ୍ତବରେ ଭଗବାନ ହେଉଛନ୍ତି ନିରାକାର, ଏହା ସମସ୍ତେ ସ୍ୱୀକାର କରିବେ। ଜାତି ଧର୍ମରେ ଦେଖିବା, ସବୁ ଧର୍ମରେ ଭଗବାନଙ୍କୁ ନିରାକାର ଉପରେ ମାନ୍ୟତା କରିବେ। ତେଣୁ ସେ ନିରାକାର ଭଗବାନ ଜନ୍ମ ମରଣ ଚକ୍ରରେ ଆସନ୍ତିନି ବୋଲି ସେ ହଉଛନ୍ତି ସର୍ବଶକ୍ତିମାନ। ଯେତେବେଳେ ପୃଥିବୀରେ ଆସନ୍ତି ସେ ହଉଛନ୍ତି ସତ୍ୟ, ଈଶ୍ୱର ହିଁ ସତ୍ୟ, ଈଶ୍ୱର ହିଁ ସୁନ୍ଦର ଏବଂ ଈଶ୍ୱର ହିଁ ସଦା ମଙ୍ଗଳମୟ। ଏବଂ ଯେଉଁ ଶିବଙ୍କ ନାଁରେ ଆଜି ଆମେ କଣ୍ଠି ଖାଉଛେ, କ୍ରୋଧି ଠାକୁର କହୁଛେ, ଏହା ଅତ୍ୟନ୍ତ ମିଥ୍ୟା। ଶିବ ଏବଂ ଶଙ୍କର କିଏ ତା ବିଷୟରେ ବି ଆମେ ଜାଣିଲେନି। ପ୍ରତିବର୍ଷ ଉପାସ ରହି ଦୀପ ନ ଢୋକି ସରବତ ପିଇବା ତ ଦୂରର କଥା, ରାତି ଅନିଦ୍ରା ହେଇ ଅଖଣ୍ଡ ଦୀପ ଜାଳିକିରି ପ୍ରତି ପ୍ରହରରେ ଗାଧେଇ ଶିବ ପୂଜା କରି ଯେତେ କାଣ୍ଡ କଲେ ବି, ତେଣୁ ଶାସ୍ତ୍ର କହୁଛି ଏପଟରେ ଶରୀର ମାଧ୍ୟମ ଫଳ ଧର୍ମ ସାଧନ, ଏପଟରେ ଆମେ ନ ଖାଇ ନ ପିଇକିରି ଶରୀରକୁ ବିସରା ହଇରାଣ। ପରିପ୍ରେକ୍ଷୀରେ ସମଗ୍ର ବିଶ୍ୱରେ ଭାରତ ତଥା ଭାରତ ବାହାରେ 1147 ଦେଶରେ এই ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଶିକ୍ଷା କେନ୍ଦ୍ର ସମସ୍ତଙ୍କୁ ସତ୍ୟ ଗୀତା ଜ୍ଞାନ ଏବଂ ସହଜର ଆଧୁନିକର ଶିକ୍ଷା, ଯାହାକି ସାକ୍ଷାତ ପରମେଶ୍ୱର ପରମାତ୍ମା ପ୍ରଦାନ କରୁଛନ୍ତି, ତାହା ପରିବେଷଣ କରାଯାଏ। ତେଣୁକରି ବଡ ଖୁସିର କଥା, ଆଜକୁ 89 ବର୍ଷ ପୁରି ଯାଇଛି ଆମର ପ୍ରିୟ ପିତା ଈଶ୍ୱର, ଗଡ୍ ଇଜ ଆୱାର ଫାଦର, ଅର୍ଥାତ ତୁମି ହୋ ମାତା ପିତା ତୁମି ହୋ, ତୁମି ହୋ ବନ୍ଧୁ ସଖା ତୁମି ହୋ, ତୁମି ହୋ ବିଦ୍ୟାନୀ ଦ୍ରବିଣ ତୁମି ହୋ, ତୁମି ହୋ ସର୍ବ ମମ ଦେବ ଦେବ। ସେଇ ଈଶ୍ୱର ଆସିଛନ୍ତି ଧରା ପୃଷ୍ଠର କରିବା ପାଇଁ ସାରା ସଂସାରର ଉଦ୍ଧାର। ଆଜି ଆମେ ସମସ୍ତେ ଖୁସି ହବା, ଯେଉଁ ଈଶ୍ୱରଙ୍କୁ ଆଜି ଆମେ ଡାକୁଛେ, ପୂଜା କରୁଛେ, ପ୍ରାର୍ଥନା କରୁଛେ, କେବଳ ହିଁ ଡାକୁଛେ ଦୟା କର ଦୀନ ବନ୍ଧୁ ଦେନା ଦେନା ବନ୍ଧୁ ଦଇତା। କେତେ ବିକଳ ଏଇ ଡାକୁଥିଲେ। ଆଜି ସବୁଠାରୁ ସମଗ୍ର ବିଶ୍ୱବାସୀଙ୍କ ପାଇଁ ଏହି ବାଇକ ମାଧ୍ୟମରେ ଆମ୍ଭେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଜଗତସିଂହପୁର ହେଡକ୍ୱାର୍ଟର ପୁଣି ମଧ୍ୟ ବର୍ତ୍ତମାନ ପଢୁଥିଲେ। ତା ସହିତ ଏହି ବିଶ୍ୱ ଶାନ୍ତି ଭବନ ବ୍ରହ୍ମା କୁମାରୀ ପାଠଶାଳା ସିପି ଏବଂ ଏଠୁ ଆଜିର 1 ତାରିଖ ମାର୍ଚ୍ଚ 1 ତାରିଖରେ ଯେଉଁ 90ତମ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ବା ତ୍ରିମୂର୍ତ୍ତି ଜାଗର ବ୍ରତ ବା ଜାଗର ଓଷା ବା ଶିବରାତ୍ରି ବ୍ରତ ଆମେ ପାଳନ କରୁଛେ। ସେଇ ଅବସରରେ ମୁଁ କହି ରଖିବି, ଶିବ ଭଗବାନ କ୍ରୋଧି ଠାକୁର ନୁହନ୍ତି, ସେ ହଉଛନ୍ତି ଶାନ୍ତିର ସାଗର।
ପ୍ରେମର ସାଗର, ଦୟାର ସାଗର। ସେଥିପାଇଁ ଯଦି ଶିବ କ୍ରୋଧି ଠାକୁର, ତାହେଲେ କ୍ରୋଧିକୁ ତ କେହି ଭଲ ପାଆନ୍ତିନି। ତେଣୁକରି କଥାରେ କଥାରେ କହେ ତା ସାଙ୍ଗେ କାହିଁ କଥା ହଉଛୁ, ସେ ବା କ୍ରୋଧିଟା। ଯଦି ଭଗବାନ ଶିବ ଯଦି କ୍ରୋଧି ହେଲେ ଆମେ କାହିଁ ତାଙ୍କୁ ପୂଜା କରିବା? କଥାର ଅଛି ପୂଜା କରିବନି 3 ଥର ଅଧେ ପୂଜା କରିବ। ଯୋଉ ଗାଁକୁ ଯାଅ ଛତୁକୁଟା ମନ୍ଦିର, ଯୁଆଡେ ଯାଅ ଦେଖିବ ଶିବ ମନ୍ଦିର, ମହାଦେବ ମନ୍ଦିର। କୁଆଡେ ଯାଉଛ? କ୍ଷୀର ନେଇକିରି ବେଲପତ୍ର ନେଇକିରି ଯାଉଛନ୍ତି, 5ଟା ଫୁଲ ଧୁରା ରଙ୍ଗ ବୟସ ସଫା କଥକି ନେଇକିରି ଯାଉଛନ୍ତି ମନ୍ଦିରକୁ। ତେଣୁକରି ବର ଦେବେ ଶିବ, ଯିଏ ବର ଦେବେ, ଯାହାଙ୍କ ପାଇଁ ଏତେ ଶ୍ରଦ୍ଧା। ସମଗ୍ର ଭାରତ ବର୍ଷ କାହିଁକି ଖାସ ଭାରତ ସାରି ଦୁନିଆରେ ଶିବଙ୍କର ଜାଗାରେ ଶିବଲିଙ୍ଗ ରହିଛି ଏବଂ ମନ୍ଦିର ରହିଛି। ତାହେଲେ କଣ ପାଇଁ? ଯେମିତି ସାର ସାର ହେଡ ସାର, ସେଇଭଳି ଇଏ ହଉଛନ୍ତି ଦେବତା ଦେବତା ମହାଦେବତା। ଏବଂ ଦେବ ମହାଦେବ ମହାକାଳ। ତେଣୁକରି ସେଇ ଭଗବାନ ଶିବଙ୍କର ବାସ୍ତବିକତାକୁ ନ ଜାଣି ଅତ୍ୟନ୍ତ ଦୁଃଖର କଥା, ପରିତାପର ବିଷୟ ଏବଂ ଚିନ୍ତାର ବିଷୟ। ଯୋଉ ଶିବ ହଉଛନ୍ତି ସାରା ସଂସାରର ପିତା, ଈଶ୍ୱର ସତ୍ୟ, ଶିବ ହିଁ ସତ୍ୟ। ଈଶ୍ୱର ସୁନ୍ଦର, ଶିବ ହିଁ ସୁନ୍ଦର। ଈଶ୍ୱର କଲ୍ୟାଣକାରୀ, ଶିବ ହିଁ କଲ୍ୟାଣକାରୀ। ସେଥିପାଇଁ ଯଥାର୍ଥରେ ଆମେ କହିଥାଉ ସତ୍ୟଂ ଶିବଂ ସୁନ୍ଦରಂ, ସତ୍ୟଂ ଶିବଂ ସୁନ୍ଦରಂ, ସୁନ୍ଦରಂ ସତ୍ୟଂ ଶିବଂ ସୁନ୍ଦରମ୍। ଶିବ ପରମାତ୍ମା। ଆମେ ଯେତେବେଳେ ବ୍ରାହ୍ମଣ ମାନଙ୍କର ଯଜ୍ଞସ୍ଥଳକୁ ଯାଉଛେ, ମୁଁ ଆଜି ଏହି ବାଇଟ ମାଧ୍ୟମରେ ପରମାତ୍ମା ଶିବଙ୍କର ବାସ୍ତବକୁ ପରିଚୟ ଦଉଛି। ବ୍ରହ୍ମା କୁମାରୀ ସାଗରିକା ଭଉଣୀ ସହିତ ଆପଣମାନଙ୍କୁ ଶୁଣେଇଥିଲେ ଯେ ଜାଗର ବ୍ରତର ବାସ୍ତବିକ ତାତ୍ତ୍ୱିକ ରହସ୍ୟ କଣ। ଆମେ ଯିଏ ଯାହା କହିଲା ଆମେ ତାକୁ ଶୁଣୁଛେ, ବୁଝୁନେ କିଛି, ନ ବୁଝି ରସୁଛି କାର୍ଯ୍ୟ କରୁଛେ। ବୁଝୁ ନ ବୁଝୁ ପଢ ଗୀତା, ସେଥିରେ କିଛି ଫାଇଦା ନାହିଁ। ରୁଚୁ ନ ରୁଚୁ ଖା ପିତା ଚଳିବ। ତେଣୁକରି ଆଜି ଆମେ ଜାଣିବା ପରମାତ୍ମା ଶିବ ହଉଛନ୍ତି ନିରାକାର। ପ୍ରତ୍ୟେକ ମନ୍ଦିରରେ ଅଛି ମୂର୍ତ୍ତିଟିଏ। କି ମୂର୍ତ୍ତି? ନା ଗୋଟିଏ ସ୍ତୂପ। ନା ହାତ ଅଛି, ଗୋଡ ଅଛି, କାନ ଅଛି, ଆଖି ଅଛି। ସେ ହଉଛନ୍ତି ନିରାକାର। ପୂଜା କରିବାକୁ ମନ୍ଦିରରେ ଗୋଟେ ଗୋଟେ ଜାଗାରେ ଦେଖା ହେଇଛି ଶଙ୍କର ତ୍ରିଶୂଳ ଧରି ବସିଛନ୍ତି, ତାଙ୍କ ଆଗରେ ବୋଲି ନଥୁଆ ହେଇଛି। ଯଦି ଶିବ ଯିଏ ଶଙ୍କର ସିଏ, ତାର ଶଙ୍କର ପୁଣି ଧ୍ୟାନ କରୁଛନ୍ତି। ଶିବ ନିଜେ କଣ ନିଜ ଲିଙ୍ଗକୁ ଧ୍ୟାନ କରିବେ? ଶଙ୍କର ଧ୍ୟାନ କରୁଛନ୍ତି ଶିବ। ଶିବଙ୍କର ଲିଙ୍ଗ ନୁହେଁ, ବରଂ ଶିବ ନିଜେ ଶିବଙ୍କର ଆସି ସତ୍ୟ ଜ୍ଞାନ ସହଜରେ ଆଣିବାର ଶିକ୍ଷା ଦେଇ ପୃଥିବୀରେ ଧର୍ମ, ସତ୍ୟ, ନ୍ୟାୟ, ଭାଇଚାରା, ପାରସ୍ପରିକ ସଦ୍ଭାବନା ଏ ସବୁ ଗୁଡିକ ସୃଷ୍ଟି କରିବା ପାଇଁ, ପୁନଃସ୍ଥାପନ କରିବା ପାଇଁ ତାଙ୍କର ସେମିତି ପୃଥିବୀରେ ଥିବା ଅଜ୍ଞାନତାର ଅନ୍ଧକାର, ଅସତ୍ୟତାର ଅନ୍ଧକାର ବା ଅପବିତ୍ରତାର ଅନ୍ଧକାରକୁ ସମାପ୍ତ କରିବା ପାଇଁ ଭଗବାନ ଶିବ ହଉଛନ୍ତି ଜ୍ଞାନର ସୂର୍ଯ୍ୟ, ସତ୍ୟର ସୂର୍ଯ୍ୟ, ଧର୍ମର ସୂର୍ଯ୍ୟ ବା ପବିତ୍ରତାର ସୂର୍ଯ୍ୟ। ତେଣୁକରି ତାଙ୍କର ଆଗମନରେ ପୃଥିବୀରୁ ଅଜ୍ଞାନ ଅନ୍ଧକାର ଦୂରୀକରଣ ହେଉଥିବାରୁ ତାଙ୍କର ଜନ୍ମକୁ ବିଶେଷ ଭାବରେ, ସ୍ୱତନ୍ତ୍ର ଭାବରେ ଶିବରାତ୍ରି ରୂପେ ପାଳନ। ତାହେଲେ ଆମେ ଯୋଉ ଭାବରେ ଭଉଣୀ ବର୍ତ୍ତମାନ ଆପଣ ମାନଙ୍କୁ କହିଥିଲେ ଯେ ଉପାସ ରହିବା ମାନେ ଖାଇବାନି, ଶରୀରକୁ କଷ୍ଟ ଦବା, ଅନିଦ୍ରା ରହିବା ମାନେ ରାତି ଯାକ ଅନିଦ୍ରା, ଉଜାଗର ରହିବା, ସେଥିରେ କିଛି ଫାଇଦା ନାହିଁ। ଶିବଙ୍କର ସେଥିରେ କିଛି ଯୋଗାଯୋଗ ହେଇପାରିବ ନାହିଁ। ପାଟି ଯିବ ନୁହେଁ, ଆତ୍ମା ଯିବ। ରାତି ଅନିଦ୍ରା ହେଇକି ଶରୀରକୁ କଷ୍ଟ ନ ଦେଇକିରି ଆମେ ଉଜାଗର ମାନେ ଜାଗ୍ରତ ରହିବା ଏବଂ ଆମର ଉପବାସ ଅର୍ଥାତ୍ ଶରୀରକୁ କଷ୍ଟ ଦେଇକିରି ଆମେ ଖାଦ୍ୟ ନ ଦେବା, ତାହା ନୁହେଁ। ବାସ୍ତବରେ ଆମେ ଉପବାସ ଅର୍ଥାତ୍ ନିକଟ, ବାସ ଶବ୍ଦର ଅର୍ଥ ରହିବା, ତାହା ନିକଟ ରହିବା, ଶିବଙ୍କ ନିକଟରେ ରହିବା। ଶିବ ଅଛନ୍ତି ମହାଶୂନ୍ୟରେ, ଆମର ମନ ଏବଂ ବୁଦ୍ଧି ତାଙ୍କ ସହିତ ରହିବାକୁ ବାସ୍ତବରେ ଉପବାସର ତାତ୍ତ୍ୱିକ ଅର୍ଥ ଆମେ ଗ୍ରହଣ କରିବା। ଏଇଭଳି ଭାବରେ ଆଜି ଜାଗର ବ୍ରତର ବାସ୍ତବିକ ମାହାତ୍ମ୍ୟ ଏବଂ ଦ୍ୱାରା କେମିତି ପୁଣ୍ୟ ଆସୁଛି, ଆମେ ଆତ୍ମା ମାନେ ଅପବିତ୍ରରୁ ପବିତ୍ର, କଣ୍ଟାରୁ ଫୁଲ ହଉଛି ଏବଂ ଅସତ୍ୟରୁ ସତ୍ୟ ମାର୍ଗରେ ଚାଲୁଛୁ, ସେଇ ବାବଦରେ ଏ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ
ସମଗ୍ର ବିଶ୍ୱରେ 137 କାହିଁକି ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସତ୍ୟ ଗୀତା ଜ୍ଞାନ ଏବଂ ସହଜ ରାଜଯୋଗର ଶିକ୍ଷା ମାଧ୍ୟମରେ ପରିବେଷଣ କରୁଛନ୍ତି। କାରଣ ଏଠାରେ ସ୍ୱୟଂ ଭଗବାନ ଈଶ୍ୱର ପରମାତ୍ମା ଶିବ ଆସି ପାଠ ପଢଉଛନ୍ତି ମାନବ ଦେହରେ, ଅର୍ଥାତ୍ ଯାହାଙ୍କର କର୍ତ୍ତବ୍ୟ ବା ଶିବ ନାମ ପ୍ରଜାପିତା ଏବଂ ଶିକ୍ଷା ଦଉଛନ୍ତି ମୁଁ କିଏ ବା ଆମେ କିଏ। ଦ୍ୱିତୀୟ ପ୍ରଶ୍ନ ହେଲା ସେ କିଏ ବା ଭଗବାନ କିଏ। ତୃତୀୟ ହେଲା ଦେବୀ ଦେବତା ମାନେ କିଏ। ଚତୁର୍ଥ ହେଲା ଘର ଗୃହସ୍ଥରେ ଆମେ ରହିବା ନା ନାଇଁ, ଡେଫିନେଟଲି ରହିବା। ଘର ଦ୍ୱାର ଛାଡି କୁଆଡେ ବାବାଜୀ ମାଥା ଯାଇ ନ ଯାଇ ଘର ଗୃହସ୍ଥରେ ରହିକିରି ଆମେ ପଦ୍ମ ପୁଷ୍ପ ସଦୃଶ ଯଦି ଆମେ ରହିପାରିବା ତାହେଲେ ସୁଖ ଶାନ୍ତିର ଆଧାର ହେଉଛି ପବିତ୍ର ରହିବ। ତା ସହିତ ସୃଷ୍ଟିର ଆଦି ମଧ୍ୟ ଏବଂ ଅନ୍ତର ବାସ୍ତବିକ ରହସ୍ୟ ମଧ୍ୟ ଶିକ୍ଷା ପ୍ରଦାନ କରାଯାଉଛି। ତେଣୁ ମୁଁ ଅନୁଭବ କରୁଛି ମୁଁ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀ ବିଦ୍ୟାଳୟରେ 1986 ମସିହାରୁ ଆଜିକି 40 ବର୍ଷ ହେଲା ଆସିବାରୁ ମୁଁ ଅତ୍ୟନ୍ତ ଗର୍ବିତ, ଉତ୍ଫୁଲ୍ଲିତ, ପ୍ରକାଶିତ, ଉଦ୍ଦୀପିତ, ଉଲ୍ଲସିତ ଏବଂ ବେଶ ଆନନ୍ଦିତ। କାରଣ ଏହି ଅନୁଷ୍ଠାନରେ ସ୍ୱୟଂ ଭଗବାନ ତାଙ୍କର ନିଜର ପରିଚୟ ଦେଇ ଆମର ପରିଚୟ ଦେଇ ଆମ ମନରେ ଥିବା ସବୁ ଅପସନ୍ଧି ତଥା ସବୁ ପ୍ରଶ୍ନର ଉତ୍ତର ପ୍ରଦାନ କରୁଛି। ବହୁତ ସୌଭାଗ୍ୟ, ଏତେ ସୁନ୍ଦର ଜୀବନ ପରମାତ୍ମାଙ୍କର ଶିକ୍ଷା ଦ୍ୱାରା ମିଳୁଛି। ମୁଁ ଆଶା ରଖେ ଆମର ଖାସ ଭାରତ ଆମ ସାରି ଦୁନିଆରେ ଯୋଉମାନେ এই ବାଇଟକୁ ଶୁଣିବେ ଡେଫିନେଟଲି ସେମାନେ ଏହି ମାର୍ଗରେ ଆସନ୍ତୁ। ଏହି ମାର୍ଗ ଅର୍ଥାତ୍ ଈଶ୍ୱରଙ୍କର ନିର୍ଦ୍ଦେଶ, ଆଦେଶ, ଉପଦେଶ, ସୁନ୍ଦର ଶିକ୍ଷା ଯାହାକୁ ଶ୍ରୀମତ ମନମତ ପରମତ ଛାଡିଦବା, ଆସୁରୀ ମତ ଛାଡିଦବା, ଈଶ୍ୱରୀୟ ମତ ଅର୍ଥାତ୍ ଶ୍ରୀମତରେ ଚାଲିବା, ତାହା ହିଁ ଏହି ଶିକ୍ଷା ଅନୁଷ୍ଠାନରେ ନିୟମିତ ଦାନ ସମସ୍ତଙ୍କୁ ଶୁଣିଥିବାରୁ ଆନନ୍ଦର ଆଗ୍ରହର ସହିତ ବହୁତ ବହୁତ ଧନ୍ୟବାଦ।